ତିନି ଜଣ ଅଗ୍ନିବୀର ସୈନିକ ନିଜ ତାଲିମ ଗ୍ରହଣ ପରେ ଘର ବାହୁଡ଼ା ନୂଆପଡ଼ା ରେଳ ଷ୍ଟେସନଠାରେ ବିପୁଳ ସମ୍ବର୍ଦ୍ଧନା। ନୂଆପଡ଼ା ଜିଲ୍ଲାର ଯୁବକମାନେ ଦେଶ ସୈନ୍ୟ ବାହିନୀରେ ଯୋଗଦାନ ପାଇଁ ଆଗେଇ ଆସିଥିବା ବେଳେ କେନ୍ଦ୍ର ସରକାରଙ୍କର ଅଗ୍ନିବୀର ଯୋଜନାରେ ସାମିଲ ହୋଇ ନିଜ ତାଲିମ ଗ୍ରହଣ କରିଛନ୍ତି। ସେମାନେ ବିହାର ରେଜିମେଣ୍ଟରେ ତାଲିମ ଗ୍ରହଣ କରିଛନ୍ତି। ତିନି ଜଣ ଅଗ୍ନିବୀର ସୈନିକ ନିଜ ତାଲିମ ଗ୍ରହଣ ପରେ ଘର ବାହୁଡ଼ା କରିଛନ୍ତି। ତାଙ୍କ ପ୍ରତ୍ୟାବର୍ତ୍ତନ ନେଇ ନୂଆପଡ଼ା ଜିଲ୍ଲା ଅବସର ଆର୍ମି ସଂଘ ପକ୍ଷରୁ ନୂଆପଡ଼ା ରେଳ ଷ୍ଟେସନଠାରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ତିନି ଆଦିବାସୀ ଯୁବକମାନେ ଦେଶ ମାତୃକା ସେବା କରିବାର ସୁଯୋଗ ପାଇଥିବା ବେଳେ ତାଙ୍କ ସଫଳ ତାଲିମ ସମାପ୍ତ କରିଥିବା ନେଇ ଶୁଭେଚ୍ଛା ଜଣାଇଛନ୍ତି। ଦିଆମୁଣ୍ଡାର ବିଶ୍ୱନାଥ ମାଝୀ, ଦେଓଦରାର ଖାମ ସିଂ ମାଝୀ ଏବଂ ଗନିଆରୀ ଗ୍ରାମର ଦେବାବ୍ରତ ମାଝୀ ନିଜ 7 ମାସ ତାଲିମ ନେଇଛନ୍ତି। ଆସନ୍ତା ଦିନରେ ଦେଶ ସୀମାରେ ନିଜ ଦାୟିତ୍ୱ ଦେବା। ଆଜି ନୂଆପଡ଼ାଠାରେ योगी राम साहू, रमेश साहू, राकेश श्रीवास्तव, कृष्णा अर्जुन सिंह, विनोद बिहारी प्रधान, भारत माझी प्रमुख फूल तोड़ा माल्यार्पण करी स्वागत करछंती। जिलार अन्य युवकों ପାଇଁ उत्साह प्रदानर उत्सव हेबो बोली संघ पक्षरु प्रकाश। सेमिति स्वागत करथिले कोमना ब्लॉक मानेगुड़ा गाँव देवव्रत माझी को गाँव रे बाजा गीत और भारत माता की जय नारे पूरा गाँ कंपी उठिथिला। एही समय उपस्थित थिले माझी परिवार, गाँव सरपंच जोगेंद्र बाग और ग्रामवासी। नूआपड़ा जिलूर मुख्य प्रतिनिधि ओम प्रकाश चौधरी रिपोर्ट, साई सत्य न्यूज।